ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଓ ପ୍ରତିନିଧିଙ୍କୁ ପର୍ଯ୍ୟବେକ୍ଷକ ଓ ପ୍ରଶାସନର ଅନୁରୋଧ। ପୁରୀ ଜିଲ୍ଲାର 6 ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀରେ ଚଳିତ ମାସ 25 ତାରିଖରେ ନିମାପଡ଼ା, କାକଟପୁର ନିର୍ବାଚନ ମଣ୍ଡଳୀରେ ଜୁନ୍ 1 ତାରିଖରେ ମତଦାନ ଅନୁଷ୍ଠିତ ହେବ। ସକାଳ 7 ଘଟିକାରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଭୋଟରମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥମାନଙ୍କରେ ମତଦାନ କରିବେ। ଏହି ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧିମାନେ ସହଯୋଗ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସାଧାରଣ ପର୍ଯ୍ୟବେକ୍ଷକ କୁନାଲ ପ୍ରକାଶ ଖେମନର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଂଶୁଧର ମିଶ୍ର ଓ ଏସ୍ପି ପିନାକ ମିଶ୍ର ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ ସର୍କିଟ ହାଉସଠାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଜିଲ୍ଲାରେ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ପ୍ରାର୍ଥୀ ଓ ପ୍ରତିନିଧିଙ୍କ ଉପସ୍ଥିତି, ସହଯୋଗ ଓ ସହମତିରେ ଗ୍ରହଣ କରାଯାଇଛି। ତେଣୁ ପ୍ରାର୍ଥୀ ଓ ପ୍ରତିନିଧିମାନେ ନିର୍ବାଚନ ପୂର୍ବ, ନିର୍ବାଚନ ଦିନ, ନିର୍ବାଚନୀ ପରବର୍ତ୍ତୀ ସମୟରେ ଶୃଙ୍ଖଳା ଭାଇଚାରା ବଜାୟ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀ ଓ ପ୍ରତିନିଧିମାନଙ୍କୁ କୌଣସିଠାରେ ଯଦି ନିର୍ବାଚନ ସମ୍ପର୍କୀୟ ସମସ୍ୟା ବା ଅଭିଯୋଗ ରହୁଛି ତେବେ ସେମାନଙ୍କୁ ସେମାନଙ୍କ ପ୍ରଦତ୍ତ ନମ୍ବର ଅଭିଯୋଗ ପ୍ରକୋଷ୍ଠ FST, SSTକୁ ଅବଗତ କରାଇବା ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସହଯୋଗର ସହ କାମ କରିବାକୁ ପରାମର୍ଶ ଦେଇଥିଲେ। ଅଭିଯୋଗ ପ୍ରକୋଷ୍ଠ ନମ୍ବର 1950, ସାଧାରଣ ପର୍ଯ୍ୟବେକ୍ଷକ କୁନାଲ ଖେମନରଙ୍କ ନମ୍ବର 7752048196, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ରଙ୍କ ନମ୍ବର 8480869205, ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନ ପାଲ ସିଂଙ୍କ ନମ୍ବର 8480869352 ରହିଛି। ସେହିପରି ପୁରୀ ଲୋକସଭା ନିର୍ବାଚନ ପାଇଁ ନିଯୁକ୍ତ ARO ବା ସହକାରୀ ରିଟର୍ଣ୍ଣିଂ ଅଫିସର, ପୁରୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ ପୁରୀ ଉପଜିଲ୍ଲାପାଳଙ୍କୁ 7682991646, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ 9439705790, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନକୁ 9437713338, ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ 7250569008, ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ 9437461947, ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ 9438171406, ନୟାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ନୟାଗଡ଼କୁ 8249129393 ନମ୍ବରରେ ଅଭିଯୋଗ କରାଯାଇପାରିବ। SP ଶ୍ରୀ ମିଶ୍ର, ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ପ୍ରାର୍ଥୀ, ପ୍ରତିନିଧି ଓ କର୍ମୀମାନେ ଶୃଙ୍ଖଳିତ ଭାବେ ନିର୍ବାଚନରେ ସାମିଲ ହୋଇ ଜିଲ୍ଲାର ସମ୍ମାନ ରଖିବା ପାଇଁ ଅନୁରୋଧ କରିଥିଲେ। ସମସ୍ତ ମତଦାନ କେନ୍ଦ୍ର ଓ ଗଣତି କେନ୍ଦ୍ର ପାଇଁ ଏଜେଣ୍ଟ ଦେବା, EVM ଷ୍ଟ୍ରଙ୍ଗ ରୁମ୍ ଖୋଲା ସମୟରେ ପ୍ରାର୍ଥୀ ବା ପ୍ରତିନିଧି ଉପସ୍ଥିତ ରହିବାକୁ ଅବଗତ କରାଯାଇଥିଲା। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ମାସ 23 ତାରିଖରେ ପୁଲିଂ ପାର୍ଟିକୁ ବୁଥମାନଙ୍କୁ ପ୍ରେରଣ କରାଯିବ। ପୁରୀ, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ 24 ତାରିଖରେ ପୁଲିଂ ପାର୍ଟିକୁ ବୁଥମାନଙ୍କୁ ପ୍ରେରଣ କରାଯିବ। ଭୋଟ କେନ୍ଦ୍ର ମଧ୍ୟକୁ କେବଳ ଭୋଟର ଓ ECI ଅଧିକୃତ ଅଧିକାରୀମାନେ ଯାଇପାରିବେ। ପ୍ରାର୍ଥୀ, ପ୍ରତିନିଧି ବା ଅନ୍ୟ କେହି ମତଦାନ କେନ୍ଦ୍ରର 100 ମିଟର ମଧ୍ୟରେ ଭୋଟରମାନଙ୍କୁ ଭୋଟ ପାଇଁ ପ୍ରଚାର ବା ପ୍ରଭାବିତ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ପର୍ଯ୍ୟବେକ୍ଷକ ସ୍ପଷ୍ଟ କରି ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ଗୋପୀନାଥ କୁଁହର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, 51 ନ୍ୟୁଜ୍ ଏଜେନ୍ସି।